নমস্কার, ওম শান্তি, জয় জগন্নাথ। ইংরাজী নববর্ষ 2024 পাই ସମସ୍ତଙ୍କୁ শুভেচ্ছা অভিনন্দন। ଆପଣ ଯେଉଁ ପ୍ରଶ୍ନ କଲେ ପ୍ରକୃତରେ 90 ମସିହାରୁ ମାଲକାନଗିରିରୁ ମୁଁ ବିଧାନସଭାରେ ଛିଡ଼ା ହେଇଥିଲି ଏବଂ 92 ମସିହାରେ ଉପନିର୍ବାଚନରେ ଭୋଟରେ ଜୟଯୁକ୍ତ ହେଲି। ତାପରେ ଲଗାତାର ଭାବରେ ମୋତେ ଭୋଟ ଦେଲେ 3 ଥର। ମୁଁ ଓଡ଼ିଶା ସରକାରଙ୍କର କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ହେଲି। କିନ୍ତୁ ଏବେ ଏବେ ଅଳ୍ପ ଦିନ ତଳେ ଗୋଟେ ଘଟଣା ଘଟିଗଲା ଯେଉଁଟା କରି ଦୁର୍ଭାଗ୍ୟଜନକ। ସେଟା ଅତ୍ୟନ୍ତ ମର୍ମସ୍ପର୍ଶୀ। ଜଣେ ଆଦିବାସୀ ମହିଳାଙ୍କୁ କିଏ ଜଣେ ହତ୍ୟା କରିକିରି ନଈ ଭିତରେ ଫୋପାଡ଼ି ଦେଇଛି, ତାର ବେକ କାଟି ଦେଇକିରି ମୁଣ୍ଡ ଅଲଗାରେ ପକାଇ ଦେଇକିରି ଅମାନୁଷିକ କାର୍ଯ୍ୟ କରିଛନ୍ତି। ସେଥିପାଇଁ ଆମେ ସମସ୍ତେ ଦୁଃଖିତ। ସମଗ୍ର ବଙ୍ଗୀୟ ସମାଜ, ଆଦିବାସୀ ସମାଜ ଆମେ ଦାବି କରୁଛୁ ଯେ ସେ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯାଉ। ମାନ୍ୟବର ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ କରାନ୍ତୁ। ଦୋଷୀକୁ ଛାଡ଼ିବା ଆଦୌ ଉଚିତ ନୁହଁ। ସନ୍ଦେହରେ କାହା ପ୍ରତି ଆମେ ଆକ୍ସନ ନେଇପାରିବା ନାହିଁ। ଏବଂ ବର୍ତ୍ତମାନ ସେ ଗାଁରେ ଆଉ କିଛି ନାହିଁ। ସବୁ ଗାଁର ଘର ଦ୍ୱାର ଧୂଳିସାତ କରିଦେଇଛନ୍ତି ଆଦିବାସୀ ଭାଇମାନେ। ସେମାନେ ଗୋଟେ ଉତ୍ତେଜିତ ଅବସ୍ଥାରେ ଯାହା କଲେ, ବର୍ତ୍ତମାନ 60-70 ବର୍ଷରେ ବସବାସ କରୁଥିବା ଲୋକମାନଙ୍କ ଅବସ୍ଥାର ଆଉ ଅବସ୍ଥା ନାହିଁ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବି। ଯାହା ହଉ ଉପମୁଖ୍ୟମନ୍ତ୍ରୀଙ୍କୁ ପଠାଇଥିଲେ ଏବଂ କେବି ସିଂହ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଯାଇଥିଲେ ମାଲକାନଗିରି ବୁଲିକି ଗାଁକୁ ଦେଖିଲେ, ବସିଲେ, ସମୀକ୍ଷା କଲେ, ଶାନ୍ତି କମିଟି କଲେ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଜଣେ ଯଶସ୍ୱୀ ମୁଖ୍ୟମନ୍ତ୍ରୀ, ଜଣେ ଦୟାବାନ ମୁଖ୍ୟମନ୍ତ୍ରୀ। ସେ ଏବେ ବର୍ତ୍ତମାନ ଅଳ୍ପ 2 ଦିନ ତଳେ 75,000 ଲେଖାଏଁ ଫ୍ୟାମିଲି ପ୍ରତି ଏବଂ 20,000 ଟଙ୍କା ଯାହାର ଦୋକାନ ଥିଲା ତାକୁ ଦୋକାନ ପାଇଁ ଘୋଷଣା କରିଛନ୍ତି। ଏଇ ଯେଉଁ ଟଙ୍କା, ମୁଁ ତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କହିବି ଯେ ଦୟାକରି ମୁଁ ତାଙ୍କୁ ଅନୁରୋଧ କରୁଛି ଯେ ସେ ଅନ୍ତତଃ 5 ଲକ୍ଷ ଟଙ୍କା ସେ ପ୍ରତି ପରିବାର ପ୍ରତି ଏବଂ ଗୋଟିଏ ଲେଖାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବ୍ୟବସ୍ଥା କଲେ ଭଲ ହେବ। ସେମାନେ ଟିକେ କମ ସେ କମ ବଞ୍ଚିବାର ସାହାରା ପାଇବେ। ଏବଂ ଆଜିକାଲି ତ ଗୋଟେ 75,000 ଟଙ୍କାରେ ଛୋଟିଆ କାମଟି ବି ହେଉନାହିଁ। ତ ତା ସହିତ ମୁଁ ଦୃଢ଼ତାର ସହିତ ଦାବି କରିବି ଯଶସ୍ୱୀ ମୁଖ୍ୟମନ୍ତ୍ରୀଙ୍କୁ, ସେ ଜଣେ ନ୍ୟାୟବାନ, ନୀତିବାନ, ଆଦର୍ଶବାନ। ସେ ଦୁର୍ନୀତିକୁ ପ୍ରଶ୍ରୟ ଦିଅନ୍ତି ନାହିଁ, ଅନ୍ୟାୟକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ସେ ସିବିଆଇ ତଦନ୍ତ ଯାଞ୍ଚ କରନ୍ତୁ, ଇଏ କରନ୍ତୁ, ବ୍ୟବସ୍ଥା କରନ୍ତୁ। ସିବିଆଇ ତଦନ୍ତ କରନ୍ତୁ, ଦୋଷୀକୁ ଧରନ୍ତୁ, ତାଙ୍କୁ ଫାଶୀ ଦିଅନ୍ତୁ, ତାଙ୍କୁ ଯାବଜ୍ଜୀବନ କାରାଦଣ୍ଡ ଦିଅନ୍ତୁ। ଏକ ନଜିର ସୃଷ୍ଟି ହଉ ଯେ ଭବିଷ୍ୟତରେ ସେଇଠି ଯେମିତି ଏଭଳି ଘଟଣା ଘଟିବ ନାହିଁ। କାରଣ ଆଜି ହୁଏତ ଏମିତି ହେଲା, ହୁଏତ ଆଉ କିଛି ସମାଜ ପରେ ହୁଏତ ଆଉ ଯଦି କେହି କାହାକୁ କିଏ ମାରି ଦେଇକିରି କେଉଁ ଗୋଟେ ଜାଗାରେ ଫୋପାଡ଼ି ଦେଇକି ତାଙ୍କ ଉପରେ ଚାର୍ଜ କରିବ, ଭୁଲ ହେବ। ସେଥିପାଇଁ ଦୋଷୀ ଧରିବା ଦରକାର। କିନ୍ତୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଁ ଆଉ ଥରେ ମୁଁ ତାଙ୍କୁ ହାତ ଯୋଡ଼ି ନିବେଦନ କରୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଆପଣ କମ ସେ କମ 5 ଲକ୍ଷ ଟଙ୍କା ସେ ଗରିବ ଲୋକମାନଙ୍କୁ ଦିଅନ୍ତୁ ଯାହାଙ୍କର କିଛି ନାହିଁ, ସବୁ ଯାକ ଜଳି ଯାଇଛି, ନିଆଁରେ ଛାରଖାର ହେଇଯାଇଛି। ଏବଂ ତା ସହିତ ତାଙ୍କର ଗୋଟେ ଲେଖାଏଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦେବାର ବ୍ୟବସ୍ଥା କରିବେ ବୋଲି ମୁଁ ଆଶା କରିଛି। ସମସ୍ତଙ୍କୁ ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ, ଓମ୍ ଶାନ୍ତି। ଦେଖନ୍ତୁ, ଆଦିବାସୀ ବେଙ୍ଗଲୀ ଲୋକମାନେ 70 ବର୍ଷ ହେଲା ବହୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବରେ ବସବାସ କରୁଛନ୍ତି, ପରସ୍ପରକୁ ଭଲ ପାଉଛନ୍ତି, ପରସ୍ପର ବାହାଘର ବ୍ରତଘରକୁ ଯାନିଯାତ୍ରା ଉତ୍ସବରେ ଏକାଠି ହେଉଛନ୍ତି, ସବୁକିଛି ଠିକ ଅଛି। କିନ୍ତୁ ଗୋଟେ ଜିନିଷ ହେଲା କ'ଣ, ଏଇ ଯେଉଁ ଜିନିଷଟା ହଠାତ୍ ଅଚାନକ ଏମିତି ହେଲା, ଯିଏ ବି ଦେଖିଲେ ତା ମନରେ କ୍ରୋଧ ଆସିବ। ମାନେ ମହିଳାର ବେକ କାଟିକିରି କିଏ ଫିଙ୍ଗିଦେଲା, କିଏ ସେ କ୍ରିମିନାଲ, ଏ ଦେଖିଦେଲା ପରେ ଆଦିବାସୀ ଭାଇମାନେ ଉତ୍ତେଜିତ ହେଇଗଲେ। ସେ କାହିଁକି, ଆମେ ବି ଉତ୍ତେଜିତ ହେଇଥାନ୍ତୁ ସେମିତି ଦେଖିଲେ। ତେଣୁକରି ଏ ସାମୟିକ ଘଟଣା, ଦୁର୍ଘଟଣା ହେଲା। ତେଣୁକରି ପୁଣି ସେମାନେ ଏକାଠି ହେବେ, ଶାନ୍ତି କମିଟି ହେଇଛି ଏବଂ ସବୁକିଛି ଠିକ ଅଛି। କିନ୍ତୁ ଗୋଟିଏ ଜିନିଷ ହେଲା କ'ଣ ଯେ ବର୍ତ୍ତମାନ ପ୍ରତ୍ୟେକ ପଲ୍ଲୀରେ, ପ୍ରତି ଗାଁରେ ସେମାନେ ବସିକି ପରେ ପଞ୍ଚାୟତ ସଭା ସମିତି କରି ଶାନ୍ତି କମିଟି କଲେ ସବୁ ସୁନ୍ଦର ହେବ, ଭଲ ହେବ। ଏବଂ ଏଇ ଯେଉଁ କଥା ଆପଣ କହିଲେ 70,000 ଟଙ୍କା, 70,000 ଟଙ୍କାରେ ଆପଣମାନେ ଚିନ୍ତା କରନ୍ତୁ ଯେ କ'ଣ ହେଇପାରିବ। ଆଜିକାଲି ଦିନରେ ଦରଦାମ ବୃଦ୍ଧି ହେଲାଣି। ତାଙ୍କର ତ ଚାଉଳ ଡାଲି କିଛି ନାହିଁ, ତାଙ୍କ ଘରେ ଲୁଗାପଟା ସବୁ ଯାକ ସରିଯାଇଛି, ପୁରା ତ ମଶାନୀ ହେଇଯାଇଛି। ତେଣୁକରି ଜଣେ ମୁଁ
ଉପମୁଖ୍ୟମନ୍ତ୍ରୀ ଯାଇଥିଲେ, ଲୋକମାନେ ଆଶା କରିଥିଲେ ଯାହା କିଛି ବଡ଼ ଆକାରରେ କିଛି ମିଳିବ। ଆଉ ତାପରେ ମୁଁ ବି ଜିଲ୍ଲାପାଳଙ୍କ ସହିତ କଥା ହେଇଥିଲି, ସେ କହିଲେ ଆମେ ତ ଦେଇଥିଲୁ 3,50,00,000 ବାଜେଟ୍ ଦେଇଥିଲୁ, କିନ୍ତୁ ଏବେ କମିଗଲା ସେଟା ବହୁତ। ତେଣୁ ଆପଣ ଏ ବିଷୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରନ୍ତୁ। ମୁଁ ମଧ୍ୟ ଚେଷ୍ଟା କରିଛି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଲୋଚନା କରିବି, ତାଙ୍କୁ ଅନୁରୋଧ କରିବି, ହାତ ଯୋଡ଼ି ତାଙ୍କୁ ନିବେଦନ କରିବି ଯେ କମ୍ ସେ କମ୍ ଯେହେତୁ ସେମାନେ ଭାରତର ନାଗରିକ, ଓଡ଼ିଶାର ନାଗରିକ ଏବଂ ସେମାନେ ସରକାରଙ୍କୁ ଟ୍ୟାକ୍ସ ପେମେଣ୍ଟ କରୁଛନ୍ତି, ସବୁ ଦେଉଛି, ଖଜନା ପାଉତି ଦେଉଛନ୍ତି, ତେଣୁକରି ତାଙ୍କ ପ୍ରତି ଆଉ ଟିକେ ସଦୟ ହେଲେ ଭଲ ହେବ ମାନବିକତା ଦୃଷ୍ଟିକୋଣରୁ। କାରଣ ଏ ବଜାରରେ 70,000 ଟଙ୍କା ଆଦୌ କିଛି ନୁହେଁ। ମୁଁ କ'ଣ କରିବେ ନ କରିବେ ମୁଁ ତ ସେ କଥା କହିପାରିବିନି, ତାଙ୍କ ଉପରେ ନିର୍ଭର କରେ। କିନ୍ତୁ ଯେହେତୁ ମୁଁ ଥରେ ପୂର୍ବତନ ମନ୍ତ୍ରୀ, ସରକାରଙ୍କର ଭାରତୀୟ ଜନତା ପାର୍ଟିର ଜଣେ ବରିଷ୍ଠ କର୍ମକର୍ତ୍ତା ଏବଂ ପାଖାପାଖି ମୁଁ 5 ଥର ତ MLA ହେଇଛି, ହେଲା ପରେ 5 ଥରେ, ତା ସତ୍ତ୍ୱେ ମୋର ଗୋଟେ ରିକ୍ୱେଷ୍ଟ ତାଙ୍କୁ କରିବାର ଅଛି ଜନସାଧାରଣଙ୍କ ଉଦ୍ଦେଶ୍ୟରେ। ମୁଁ ଚାହେଁ ସମସ୍ତେ ସୁଖରେ ଶାନ୍ତିରେ, ଆଦିବାସୀ ବେଙ୍ଗଲୀ ଯେତେ ସମ୍ପ୍ରଦାୟ ଅଛି ମାଲକାନଗିରି ସମସ୍ତେ ଭଲରେ ରହନ୍ତୁ, ଖୁସିରେ ରହନ୍ତୁ, ଭାଇଚାରା ମେଣ୍ଟେନ୍ କରନ୍ତୁ ଏବଂ ପରସ୍ପର ବିପଦ ଆପଦରେ ଏକାଠି ହେଇକରି ସାହାଯ୍ୟ କରନ୍ତୁ।